ତିନି ଭାଇ ଏ ଦୁଇ ଭାଇ ଭଉଣୀ ଗୋଟିଏ ଜାଗାରେ ବସିଛନ୍ତି। ଆମ ଘରେ କିମ୍ବା ଆମ ଗାଁରେ ସେଇ ସମ୍ପର୍କଟା ଅଛି କି? ଯୋଉଠି ଏ ସମ୍ପର୍କ ନାହିଁ ସେଠି ଆପଣ ଜଗନ୍ନାଥଙ୍କ ମନ୍ଦିର କଲେ କଣ ହବ? ଯେତେ ଜଗନ୍ନାଥଙ୍କ ମନ୍ଦିର କରନ୍ତୁ, ଯଦି ପରିବାର ଶାନ୍ତିରେ ନାହିଁ, ଜଗନ୍ନାଥଙ୍କ ମନ୍ଦିର କରିବାର ମୂଲ୍ୟ ବି ନାହିଁ। ପରିବାରକୁ କୁହାଯାଇଛି ବୈକୁଣ୍ଠ। ବୈକୁଣ୍ଠ ସମାନ ଅଟେ ସେ ଜଗନ୍ନାଥ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ମାଙ୍କ ଘରକୁ ଆସନ୍ତି। ମାଙ୍କ ଘର କିଏ? ଗୁଣ୍ଡିଚା ମନ୍ଦିର। ସେ ଗୁଣ୍ଡିଚା ମନ୍ଦିରରେ ମାଙ୍କ ହାତରୁ, ନିଜ ମା ହାତରୁ ସେ ଖାଇବା ପାଇଁ ଆସନ୍ତି। ଭୋଜନ ମାତୃହସ୍ତେ। ଏଠି ଆପଣ ଦେଖନ୍ତୁ ଗୁଣ୍ଡିଚାଙ୍କୁ ସେ କେମିତି, ମାକୁ କେମିତି ସମ୍ମାନ ଦିଆଯାଏ ତାକୁ ଜଗନ୍ନାଥ ସଂସ୍କୃତି ଶିଖେଇ। ଏବଂ ଆସିଲା ବେଳେ ଯେତେବେଳେ ଫେରନ୍ତି, ଶ୍ରୀମନ୍ଦିରକୁ ଫେରନ୍ତି, ମାଉସୀ ମା ଘରେ ପୋଡ଼ ପିଠା ଖାଇ ସେ ବଡ଼ ଦେଉଳକୁ ଆସନ୍ତି। ତେଣୁ ମା ମାଉସୀର ସମ୍ମାନ, ଭାଇ ଭଉଣୀର ସମ୍ମାନ, ଏହା ଆମକୁ ଶିଖେଇଛି ଜଗନ୍ନାଥ ଦର୍ଶନ। ଆପଣମାନେ ସେ ଗୀତ ବି ଶିଖିଥିବେ। ଆଗେ ଚାଲେ ବଳ ଭଦ୍ର ପଥେ, ପଛରେ ଆଗେ ଚାଲେ ପଛରେ ଆଗରେ ବଡ ଭାଇ ଅନନ୍ତ, ଆଗରେ ଅନନ୍ତ ଯିବେ। ଅନନ୍ତ ହଉଛନ୍ତି ବଳଦେବ। ଜୟ ବଳଦେବ ସତ୍ୟ ଧର୍ମ ପ୍ରଥମେ ବଳଦେବଙ୍କ ରଥ ଗଲା। ବଳଦେବଙ୍କ ରଥ ପରେ ତାପରେ କୋଉ ରଥ ଯାଏ? ସୁଭଦ୍ରାଙ୍କ ରଥ। ସୁଭଦ୍ରାଙ୍କ ରଥ ପରେ ଶେଷରେ ଯାଆନ୍ତି ଜଗନ୍ନାଥଙ୍କର ରଥ। ଜଗନ୍ନାଥଙ୍କ ରଥର ନାଁ କଣ? ନନ୍ଦୀ ଘୋଷ।
ଆପଣମାନେ ଭାବୁଥିବେ ଇଏ ନାଁଟାକୁ କିଏ ଗୋଟାଏ କିଏ ବ୍ରାହ୍ମଣ ବୈଷ୍ଣବ ବସିକିରି ଇଏ ନାଁ ଗୋଟେଇ ଦେଇଛନ୍ତି, କିନ୍ତୁ ପ୍ରକୃତରେ ଏଇ ଶବ୍ଦ ଭିତରେ ରହିଛି ଆମ ଜୀବନର ସବୁ କିଛି। ଆପଣମାନେ ଏଠି କାହିଁକି ଆସିଛନ୍ତି? ଆପଣମାନେ ଏଠିକି କାହିଁକି ଆଇଛନ୍ତି ଯଦି ମୁଁ ପଚାରେ, ଆପଣମାନେ ନିଶ୍ଚିତ କହିବେ ଆମେ ସତ୍ସଙ୍ଗକୁ ଆଇଛୁ। ତାର ଅନ୍ୟର୍ଥ ହଉଛି ଆନନ୍ଦ ଟିକେ ଇଏ ଜଞ୍ଜାଳମୟ ଜୀବନରେ ଆମେ ନିଷ୍ପେଷିତ ହେଇଯାଉ। ପ୍ରତ୍ୟେକ ଦିନ ଆମେ ଜଞ୍ଜାଳର ଜାଲ ଭିତରେ ଗୁଡ଼େଇ ହେଇ ଆମେ ଚିତ୍କାର କରୁଛୁ। ଟିକେ ଆନନ୍ଦ ପାଇବା ପାଇଁ ଆମେ ସତ୍ସଙ୍ଗକୁ ଯାଉଛୁ, କିମ୍ବା ବଳଦେବଙ୍କ ପାଖକୁ ଯାଉଛୁ, କିମ୍ବା ଜଗନ୍ନାଥଙ୍କ ପାଖକୁ ଯାଉଛୁ। ତାହେଲେ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ କ'ଣ? ଆନନ୍ଦ। ଜୀବନର ଶ୍ରେଷ୍ଠ କାମନା, ଯେମିତି ଆମ ପିଲାମାନେ ପଢୁଛନ୍ତି ଟଙ୍କା ଦେ, ଧନ ଦେ, ଅମୁକ ଦେ, ସେ ସବୁ ନୁହେଁ। ଜୀବନର ଶ୍ରେଷ୍ଠ ମାଗୁଣି ହଉଛି ଶାନ୍ତି। ମତେ ଶାନ୍ତି ଦେ। ସେଇ ହଉଛନ୍ତି ନନ୍ଦୀ। ନନ୍ଦୀ କହିଲେ ଆନନ୍ଦ। ନନ୍ଦୀ ପରେ ଆଉ ଗୋଟେ ଶବ୍ଦ ଆଇଲା ଘୋଷ। ଘୋଷ କଣ? ବିଜୟ। ଆପଣମାନେ ଯୋଉ କର୍ମ ବି ଜୀବନରେ କରନ୍ତି, ଯେ ମୁଁ ପରାଜୟ ବରଣ କରିବି, ଇଏ ଉଦ୍ଦେଶ୍ୟରେ ଆପଣ କୌଣସି କାମ କରନ୍ତି ନାହିଁ। ବିଜୟ ହଉଛି ଆପଣଙ୍କ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ। ଏଠି ଗୋଟେ ସତ୍ସଙ୍ଗ ହଉଛି। ଯୋଉମାନେ ଏ ସତ୍ସଙ୍ଗକୁ ଯେଉଁ କଣ୍ଟିଆର ଅଧିବାସୀ କିମ୍ବା ଢୋଲ ପଞ୍ଚାୟତର ଅଧିବାସୀ ମାନେ ଏହାକୁ କରିଛନ୍ତି, ସେମାନେ କ'ଣ ଭାବିକିରି କରିଛନ୍ତି? ଯେ ଆମେ ମଞ୍ଚ ବାନ୍ଧିବୁ, ମେଘ ହଉ, ପବନ ହଉ, ବିଜୁଳି ମାରୁ, ଘଡ଼ଘଡ଼ି ମାରୁ, ଆମେ କିନ୍ତୁ ସତ୍ସଙ୍ଗ କରିବୁ। କେମିତି ସତ୍ସଙ୍ଗ ହବ? ତେଣୁ ଏଇ ଯୋଉ ଆନନ୍ଦରେ ଆଜି ଆପଣମାନଙ୍କର ସତ୍ସଙ୍ଗର କାର୍ଯ୍ୟ ଶେଷ ହବ, ତାହା ହିଁ ହଉଛି ଘୋଷ। ରଥଯାତ୍ରାର ଅନ୍ୟ ଏକ ନାମ ହଉଛି ଘୋଷ ଯାତ୍ରା। ଆରେ ଆରେ ଇଏ କଣ ମଝିରେ ମଝିରେ ଏମିତି ହଉଛନ୍ତି? ତେଣୁ ସଜ୍ଜନ, ନନ୍ଦୀ ଘୋଷ। କିନ୍ତୁ ବଳଦେବ ଯୋଉ ରଥରେ ବସୁଛନ୍ତି, ସେ ରଥର ନାଁ ହଉଛି ତାଳଧ୍ୱଜ। ଆପଣମାନେ ଦେଖନ୍ତୁ, ଆମ ନିଶ୍ୱାସ ଚାଲିଛି ତାଳରେ। ଇଏ ନିଶ୍ୱାସ ଯେତେବେଳେ ବେତାଳିଆ ହେଇଯିବ, ସେତେବେଳେ କ'ଣ ହବ? ମୃତ୍ୟୁ ସମୟ ଆଜି ପହଞ୍ଚିଯିବ। ଆମ ମହାପୁରୁଷ ମାନେ ଲେଖିଛନ୍ତି, କିନ୍ତୁ ଲୋକ ଜାଣିଛନ୍ତି, କିନ୍ତୁ ଜାଣିକିରି ମଧ୍ୟ ସେମାନେ ସେ କଥାକୁ ମନେ ରଖନ୍ତି ନାହିଁ।
ଆପଣଙ୍କର ଚାଲିବା, କଥା କହିବା, କାମ କରିବା ସବୁଥିରେ ଗୋଟାଏ ତାଳ ଦରକାର। ଏଠି ମୃଦଙ୍ଗ ବାଜୁଛି ତାଳରେ, ହାରମୋନିୟମ ବାଜୁଛି ତାଳରେ, ସେଠି ଅର୍ଗାନ ବାଜୁଛି ତାଳରେ, ଗିନି ବାଜୁଛି ତାଳରେ। ଯଦି ଗୋଟେ ବେତାଳିଆ ଲୋକଟିଏ କିଏ ଆସିକିରି ଗିନି ମାରିଦେବା ଆମ ତାଳ କଟିଗଲା। ତେଣୁ ଜୀବନର ଶ୍ରେଷ୍ଠ କର୍ମ ହେଉଛି ପାଦକୁ ପାଦ ମିଶେଇ ଚାଲ ତାଳରେ। ଏଇ ଯୋଉ ନିଶ୍ୱାସକୁ ବିଶ୍ୱାସ ନାହିଁ, କେତେବେଳେ ବେତାଳିଆ ହେଇଯିବ। ମହାପୁରୁଷ ମାନେ କହିଲେ ଘେରିବ କଫ ବାତ ନିରୋଧ କରି ଘେରିବ କଫ ବାତ ନିରୋଧ ଯିବୁ ଅଜଣା ରାଇ ଜକୁରେ ବୁଢ଼ ମତି ଯିବୁ ଅଜଣା ରାଇ। କଫ ବାତ ଘେରିବ, ତାଳ ବିସ୍ମରଣ ହବ, ତାପରେ ଆମେ ମରିବୁ। ନଥିବେ କେହି ରଖିବାକୁ ମୃତ୍ୟୁ ବେଳ ଯିବୁ ଅଜଣାଇ। ନଥିବେ କେହି ରଖିବାକୁ ଯିବୁ ଅଜଣାଇ। ତେଣୁ ସଜ୍ଜନ, ଆମ ଠାକୁରଙ୍କର ରଥର ନାଁ ହଉଛି ତାଳ ଧ୍ୱଜ। ଧ୍ୱଜ କହିଲେ ପତାକା। ଆମ ଜୀବନର ପତାକା କିଏ? ଆମ ଜୀବନର ପତାକା ହଉଛି ଆଗେ ପ୍ରଥମେ ପିଲାମାନଙ୍କୁ କହିବା। ପିଲାମାନଙ୍କର ପତାକା କିଏ? ସେ କହିବା ଆମ ପତାକା ହଉଛି ଧୂଳି ଘର ଖେଳିବା। ସେ କଥା ନୁହେଁ। ବାଲ୍ୟ କାଳୁ ଧର ଧନ ମୁଁ ଏ ଜୀବନ কে জানে ওই জীব বাল্য কালরু ধর্মরূপক ধন আকু সঞ্চয় কর। তেবে ধর্মটি কোন? ধর্ম কইলে आमे कहवा हिंदू के कहवा मुसलमान से सब धर्म आमर कि से धर्म पालन कर। किंतु धर्म कहले सत्य, धर्म कहले शांति, धर्म कहले दया, धर्म कहले क्षमा। ये चारोटी की जी जानी सत्य, शांति, दया, क्षमा, से प्रकृतर धर्म अर्थ बुझी। आम रामकृष्ण नंद लिखिले सत कहिबाकु किया डरिबी सत कहिबाकु किया डरिबी
सत्यं वदिष्यामि सत्य होती आमर कीर्ति होती दोजा जो बाप माँ माने पुओ झीओं को जन्म देइच तांको पई ओषा व्रत बार केते करूच पुओ झीओ माने बुझिबा दरकार मो माँ ओषा करे कहीं उपास रहे कहीं मोरी पाई से ठाकुर को उपासना करे सी मोर मलमूत्र प्रथम सफा करते आज जदि से मलमूत्र घाटी हेले ताले आमे तांकु सेवा करिया आउ बाप माँ मलमूत्र घाटी होउछंती तमे इच्छापुर बलदेव पाखक जीव से बलदेव पाखे बहुत प्रार्थना कर से हम से किंतु पूर्णता से भागवत लिखाई भक्ति प्रीति नहीं जारो से काम प्रीति नहीं जारो से कहूँ लभे मो पय आपण माने बलिया को डाकिले जदि आपण भितर भल पाइबा बलिया देखी पारानी आपण बहुत फूलमाल देले माँ माने बहुत वंदापना कले सबू कले किंतु मन भीतर बलिया प्रति भल पाइबा ना हेरा कौन आई कौन विपद कहीदे चली ताले ये श्रम वृथा भक्ति रे प्रीति नाही जार से काहू लभे मो पय आउ खाली भ कहले हबनी भरे लगी आकार भा भाति कौन दुर्जय देह मोर कहले पुणी कौन भाव कहले कौन कौन भाविबा भाव होउसी जेमती आमे गोटिए जगार समवेत हेचे समस्ते मिलिमिशि बहिचे यही होउची बड़ भाव महापुरुष अच्युतानंद लिखिले भाव विनोदिया ठाकुर भक्त भक्त की तुम गरीब भक्त
ଖାଇ ଅନେକ ଦିନ ତଳର କଥା। ଜଣେ ରାଜସ୍ଥାନରୁ ଗୋଟିଏ ବାଟରେ ମାନେ ଚାଲି ଚାଲି ପୁରୀ ଶ୍ରୀକ୍ଷେତ୍ରକୁ ଆସୁଥିଲା। ବାଟରେ ଦେଖିଲା ଗୋଟିଏ ପୁଷ୍କରିଣୀ। ତା ନାଁ କାହିଁ ପୁଷ୍କରିଣୀ ହେଲା? ଯେଉଁ ପୁଷ୍କରିଣୀରେ ପୁଷ୍କର କହିଲେ ପଦ୍ମ ଫୁଟେ, ସେଇ ହଉଛି ପୁଷ୍କରିଣୀ। ସିଏ ପୁଷ୍କରିଣୀ କୂଳରେ ବସିକିରି ଭାବିଲା, ଇଏ ସୁନ୍ଦର ପଦ୍ମ ଫୁଲଟିଏ, ମୁଁ ଯଦି ଆକୁ କାନିରେ ବାନ୍ଧିକିରି ପୁରୀ ଶ୍ରୀକ୍ଷେତ୍ରକୁ ନେବି, ଜଗନ୍ନାଥଙ୍କୁ ପିନ୍ଧେଇ ଦେବି, ସେ କେତେ ସୁନ୍ଦର ଦେଖା ନ ଯିବେ। ଭାବରେ ସେ ଫୁଲକୁ ତୋଳିଲା, ତାକୁ କାନିରେ ବାନ୍ଧିଲା। ଜଗନ୍ନାଥଙ୍କ କ୍ଷେତ୍ରରେ ପହଞ୍ଚିଲା ବେଳକୁ ମାନେ ଗୋଟିଏ ମାସରୁ ଅଧିକ ବି ହେଇଯାଇଛି। ଫୁଲଟା ଶୁଖି ଯାଇଛି। ରାଜସ୍ଥାନର ଯିଏ ସେବକ, ସିଏ ତାଙ୍କୁ ସେ ଫୁଲ ଟିକେ ଦେଲେ, କହିଲେ ନନା ଏଇଟା ଟିକେ ଜଗନ୍ନାଥଙ୍କ ପାଖରେ ଟିକେ ସମର୍ପଣ କରିବ। ସିଏ ଫୁଲ ଟିକେ ଦେଖିଲା, ଇଏ ଗୋଟା ମଉଳିବା ଗୋଟେ ଶୁଖିଲା ଫୁଲଟା, ସିଏ ଫୁଲଟାକୁ ଫୋପାଡ଼ିଲା। ସିଏ ଫୁଲଟିକୁ ସିଏ ଫୋପାଡ଼ି ଦେଲା। ଫୁଲଟିକୁ ଭିଙ୍ଗି ଦେଇ ଯେତେବେଳେ ଫୋପାଡ଼ି ଦେଲା, ତା ମନରେ ବହୁତ ଆଘାତ ସୃଷ୍ଟି ହେଲା। ରାତିରେ ଶୋଇଛି, ଅଭିମାନରେ ଶୋଇଛି। ଅଭିମାନ କହିଲେ ଏ ଯୋଉ ଆମର ଯୋଉ ଅଭିମାନ, ଏଗୁଡାକ ସୁରାପାନ। ଅଭିମାନ ସୁରାପାନ। ମଦ ଖାଇବା ଯାହା, ଅଭିମାନ କରିବା ସେଇଆ। କିନ୍ତୁ ଭକ୍ତ ଆଉ ଭଗବାନଙ୍କର, ଗୁରୁ ଆଉ ଶିଷ୍ୟଙ୍କର ସମ୍ପର୍କ ଏତେ ନିବିଡ଼, ମଚ୍ଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ପର। ତେଣୁ ସିଏ ଅଭିମାନ ଏକ ସ୍ୱତନ୍ତ୍ର। ରାତିରେ ଜଣେ କେହି ବ୍ରାହ୍ମଣର ରୂପ ଧରି ତାକୁ କହିଲେ, ତୁମେ ପଦ୍ମ ଫୁଲଟିଏ ଆଣିଥିଲ, ସିଏ ପଦ୍ମ ଫୁଲକୁ ଜଗନ୍ନାଥ ଗ୍ରହଣ କରିଛନ୍ତି ତ? ଇଏ ସ୍ୱପ୍ନରେ କାନ୍ଦି କାନ୍ଦି କହୁଛନ୍ତି, ଫୁଲଟିଏ କେତେ ଶ୍ରଦ୍ଧାରେ ଆଣିଥିଲି, ସେବକଙ୍କୁ ଡେଲି ଟିକେ କାଳିଆ ପାଦରେ ଚଢେଇ ଦବ, ଫୁଲଟା ଶୁଖି ଯାଇଥିଲା। ତେଣୁ ସେ ଫୁଲକୁ ଫିଙ୍ଗିଦେଲା। ଭକ୍ତ ଭଗବାନଙ୍କର ସମ୍ପର୍କ, ତାକୁ ସେ ଅବର୍ଣ୍ଣନୀୟ।
ଅଭିମନ୍ୟୁ ସାମନ୍ତ ସିଂହାର କହିଥିଲେ ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାର। ବଳିଆ ଗୋଟେ ଗୀତରେ ଲେଖିଛି ମଉଳି ବାଜଦି ଫୁଲର ଉଠିଥିଲା କାହା ଫୁଲଟିଏ ଯଦି ଫୁଟିଛି ତାକୁ ସୂର୍ଯ୍ୟ ଭଗବାନ ସିଏ ଫୁଲର ସୌନ୍ଦର୍ଯ୍ୟକୁ ଗ୍ରହଣ କରୁଛନ୍ତି। ତା ଭିତରେ ଯୋଉ ସୁଗନ୍ଧ ରହିଛି ତାକୁ କିଏ ଗ୍ରହଣ କରୁଛି? ପବନ। ତେଣୁ ପବନର ଅନ୍ୟ ଏକ ନାମ ଗନ୍ଧବହ। ତା ଭିତରେ ଯୋଉ ମହୁ ରହିଛି ଅମୃତ ତାକୁ କିଏ ଗ୍ରହଣ କରୁଛି? ମହୁମାଛି। ତେଣୁ ଫୁଲ ଫୁଟିଛି ଜଗତେ ଫୁଲର ବାସନା ସିନା ଜାଣନ୍ତି ଭକତ ସମସ୍ତେ ଜାଣିପାରିବେ। ଜଗନ୍ନାଥ କହିଲେ ସେଇ ସ୍ୱପ୍ନରେ ବ୍ରାହ୍ମଣ ରୂପରେ କହିଲେ ତୁ ଆଉ କାନ୍ଦେ ନା। ସେ ସ୍ୱପ୍ନରେ କହୁଛନ୍ତି ତୁ ଆଉ କାନ୍ଦେ ନା। କାନ୍ଦେ ନା କାହିଁ କହୁଛନ୍ତି? ଆମେ ଯୋଉ ମନ୍ଦିରକୁ ଯାଉ ସେଠି କଣ ପଢୁ? ତୁମେ ମୋ ମାତା ପିତା ତୁମେ ତୁମେ ମୋ ବିଦ୍ୟା ପ୍ରବୀଣ ତୁମେ ମୋ ଯଦି ମାତା ପିତା ଭାଇ ବନ୍ଧୁ କୁଟୁମ୍ବ ଏଗୁଡ଼ା କିଛି ନୁହନ୍ତି ତାହେଲେ ଠାକୁରଙ୍କ ପାଖରେ କହି ତାକୁ ପଢୁଛ? ତେବେ ଠାକୁର ମା ଭଳି ଆମ ମନକୁ ବୁଝନ୍ତି, ବାପା ଭଳି ଆମକୁ ଶାସନ କରନ୍ତି, ଗୁରୁ ରୂପରେ ଆବିର୍ଭାବ ହେଇ ସେ ଆମକୁ ଶାସନ କରନ୍ତି। ବନ୍ଧୁ ଭାବରେ ପାଣ୍ଡବ ମାନଙ୍କର ବନ୍ଧୁ କିଏ? ଭଗବାନ କୃଷ୍ଣ। ତେଣୁ ଏମିତି କହିଲେ ତ ବହୁତ କଥା ହବ। ତୁମେ ମାତାଶ୍ଚ ପିତା। ଆଜିକାଲି ନୂଆ ଶ୍ଳୋକ ବି ପିଲାମାନେ ଲେଖିବେ କି କଣ? କାହିଁକିନା କେହି ତ ମାମା ଡାକୁ ନେଇକି ବୋଉ ଡାକୁ ନେଇ ମମି ଡାଡି ଏଇଗୁଡାକ ବ୍ୟବହାର କରୁଛ, ଅଙ୍କଲ। ତେଣୁ ସେଇଟା ତମେ ମଧ୍ୟ ମନ୍ତ୍ର କେହି ଭାରି ପଡ଼ିବେ ସେ କହିବେ ନାହିଁ ଏଗୁଡାକ ଆଉ ଲେଖିବା ନେଇ, ତୁମେ ମମି ଦାଦି ତୁମେ ଆମେ ଲେଖିବା। ସେ କଣ ହବ? ହେଲେ ମା ଶବ୍ଦର ଅର୍ଥ ବୁଝିନା। ତମେ ଇଂରାଜୀ ପଢିଲନି? ବାପା ଆର ଅର୍ଥ ବୁଝିନା। ଫୁଲ ମାଙ୍କୁ ଦେ। କିନ୍ତୁ ତମେ ବାପା ବୋଉ ବୋଉ କଣ? ବରେ ଓକାର ଉ ବରେ ଓକାର
ओंकार ब्रह्म वो उत्पत्ति जहां माध्यम आमे दुनिया को आसीचु वो बा निश्वास पा पानी पानी गले हाथ जदि मंत्र आपण मैंने जानते माने ये देखिथे जदि कौड़ी के झुंटी पड़ा से कहे इलो बापा जदि किए कौड़ी गोटे माने अंधारिया जगह है प्रभु बोली डाक किंतु बापा लो बोलो ये शब्दटा माने समस्त भीतर अच्छे जो पिलाटीए जन्म हुए प्रथम कथा कहे सी कथारे इंग्राजी शब्द न थाए कि हिंदी शब्द न थाए गोटे शब्द दियोटी शब्द थाए बाबा माँ माँ यू तार कथबार्ता कहवा आरंभ तेणु ब्राह्मण रूपी जगन्नाथ राजस्थान से भक्त को निर्देश देले तुम्हें जाओ आज से कमल फूल से पद्म फूल आज कालिया पिंधिब तमे देखिब निद भांगीगला कहले ये केमिटिया कथा सी तो फूल को मोर फोपाड़ी देले सी पुणी अलिया गदर नहीं पड़ी पड़ी से फूल पुणी माने प्रस्फुटित हम ताकू कालिया कालिया को दिया जीवो ये कथा असंभव सी गरुड़ स्तंभ पाखे ठिया है देखुचंदी कालिया से फूल को ता माल रे पिंधी से जो सुखिला फूलटी से सतेज हो उठी एते आनंद विभोर से गला राजस्थान से जो जगन्नाथ पाखे थिबा सेवक से आसिक से लोक को कहले अरे बाबू तू काली मत देइथिलु से पद्म फूल ना हो कौटू आनी से कहला कौ बाटू आनी सी फूल रे एते श्रद्धा थिला एते भल पाइबा थिला मु ताकू फिंगी देली किंतु जगन्नाथ काली राति रे मते कहिसंती सेई फूल को नहीं मते पिंधेबू मो भक्त से स्वरूप देखी कृतार्थ तेणु सज्जन जहार आज्ञा रे फूल फुटे फल धरे शीत आसे वर्षा आसे ग्रीष्म आसे बसंत आसे सी किए सी होचंती से सर्वशक्तिमान आमे तांको कहूचु जगन्नाथ किए कहउचंती आउ कौ नाम रे डाकुचंती किए कहउचंती अल्लाह किए कहउचंती गॉड
किए कहते बाहे गुरु, किए कहते बुद्ध, किंतु समुद्र गोटे के सातटा समुद्र तो अच्छी किंतु दो समुद्र को आपण देखिए सी समुद्र भितर सबुजाक नद नदीर जल नर्दमार जल मध्य से सागर भी सागर सहित मिशिबा पाई सी आगभर हो चली। गीता केमती कहले महाभारत युद्ध रे अर्जुन को पचारे प्रभु अरे तू कौन देखिलु ना प्रभु मु देखिली आपण आ करिसंती से आ भीतर को ये महाभारत युद्ध जिते सैन्य सामंत रथी महारथी माने असली समस्ते आपण गर्भ भीतर को जाऊँ। तार उदाहरण देले यथा नदी देखए जेते नद नदी प्रवाहे लवण जले कंती सुनाम देखए जेते नद नदी प्रवाहे मिलंती जलदी लवण जले से मिशंती सोनाम गुण बाज आमे एथि सबू बहीचु जाऊचु कुआड़े हमको होता 40 वर्ष तापर वर्ष को है 41 ता किसी दिन पर है 50 तापर 60 अरे ये बयस गुड़ाक कुआरे जाऊँ रे आत्मन निद्रा हरि हरि आमे समस्ते कुआड़ को जाऊचे मरिबा पई जाऊचे। बाया बाबा को जने पचारिले मनीषर भविष्यत कौन ये बलिया से बहीला सी कहले मृत्यु समस्ते कहले कौन मनीषर भविष्यत हूँ मृत्यु से बारंबार कहले से गीतार कथा को नहीं कहले मनीषर
भविष्यत होउची मृत्यु। तमें जदि मृत्यु को भूली जीव ताले शुद्ध अकार्य भी कर कुकार्य। जदि जीवन रे श्रृंखलित हब संयमित हब साधु संत मान सम्मान देव गुरु गुरुजन मान सम्मान देव ताले पाइब कौन कौन ये जो चाउल भत्ता या पाइब गैस पेट्रोल डीजेल यही सब कथा को पाइब मृत्युर्मान अमृत रामाय तमस ज्योति मृत्युर्मान अमृत रामाय। गोटे बालक तार बाप माँ मरीगले ता घर पाखे गोटे राधा कृष्णंकर मंदिर थिला। से राधा कृष्ण को ये मूर्ति को भाविला यही मोर बापा बो सबुदिन आसी राति से मंदिर रे शुए। पूजक माने कहते तू कौन ये शोबू ना मो बापा बों पाखे मु शोची तू कौन मत उठे दौचु मु जबरदस्ती शोए। ब्राह्मण माने आउ किछि माने कहि पारन्ति ब्राह्मण माने शुणती राति जाक से खाली कथबार्ता होटाए से कथबार्ता कौन टिके साधु को घुंचिकी शुआ मो फेर गोड़ बाजी जाऊँगी एमतिया कथा सब दिने तार मृत्यु समय आसी पहुंचे गाँव लोक मैंने घेरिकी बही जीवन में कौन तू चाहूचु तार कई ना पचारे तू कौन चाहूचु ना मु किछि चाहूनी मु चाहूची मो बापा बो मो पाखकू टिके आसीबे मु तांकू टिके दर्शन करिबी तांको पाद धूली टिके मुंडरे मारबे। ये जोडू कहले रे बापा बो तो केबे तो मले ये कोठू पुणी आसीबे हठात कही पकेला हेई परा आइलेनी अरे मो बापा बो को चेयर दियो फूलमाल दियो चंदन दियो फूल चंदन इत्यादि ये गाँ वाला खाली कहते हाँ आम देलु हाँ बापा बो आसी पहुंचले एमती कहू कहू तार जीवन दीप लिभिगला। से जीवनटी जिते शमशान को गला पोड़ा हवाई किए ताकू पोड़ा गाँ वाला पोड़े गोटे 12 वर्षर पिला हठात आसी पहुंचला कहला ताकू तमे किछि शुद्धिवादी हवा दरकार नहीं तार चिताभस्म को पाउस को मु नहीं जीवी तीर्थर पकेबी सी मते कही जाई मु तार सांग प्रकृत से चिताभस्म को नहीं गला सबू तीर्थर पकेला कि नहीं से तो निजे गोटे तीर्थ आउ तेणु सज्जन
ଆମର ସେଇ ବିଶ୍ୱାସ ସେଇ ଭାବ ରହିବା ଉଚିତ। ଯାର ଭାଗବତର କଥା, ଯାର ଯେ ମନ୍ତ ଯାହାର ଯେମିତିଆ ଭାବ ତା ପାଇଁ ଭଗବାନ ମଧ୍ୟ ସେମିତି। ସ୍ୱାମୀ ଶିବାନନ୍ଦ କଣ କହିଲେ? जिसी देश में जिसी भेष जिसी हाल राधा जिसी हाल में କେତେବେଳେ ଆମ ଜୀବନଟା ସରିଯିବ ଆମେ କହିପାରିବାନି। ପ୍ରତି ମୁହୂର୍ତ୍ତରେ ସେଇ ପବିତ୍ର ଶବ୍ଦଟାକୁ ମନ ଭିତରେ ରଖିବେ। ହାତେ କର କାମ ମୁଖେ ପଡ଼ ନାମ। କିଏ କହିଥିଲେ? ମହାପ୍ରଭୁ ଚୈତନ୍ୟ। ଏବଂ स्वामी शिवानंदଙ୍କର ଆଉ ଗୋଟେ पंक्ति, जिसी ग्राम में जिसी धाम जिसी काम में रहो राधा तेणु सज्जन एमती कौ 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 दिन सी मृत्यु सिंधु 19 मसीह समुद्र गोटे तरंग हजार हजार लोकंक जीवन चलीगला। हजार हजार लोक सेमती आज विश्व युद्ध लगी। ये युद्ध जदि एमती चलिबो ये कोरोना महामारी ठारू आउरी भयंकर हब। आप टीका इंजेक्शन औषध नहीं। आमे समस्ते पोड़ी जली पाउंस हो केबे को कवि लिखिथिले विश्व पछे डूबी जाऊ हे ठाकुर तुम
ବିଶ୍ୱ ତାଙ୍କର। ସିଏ ଚାହିଁଲେ ସବୁ ହେଇଯିବ, ଚାହିଁଲେ କିଛି ହବନି। ଉତ୍ପତ୍ତି ସ୍ଥିତି ପ୍ରଳୟ ଇଏ ତିନୋଟିଙ୍କର କର୍ତ୍ତା ହଉଛନ୍ତି ସେ। ଯିଏ ବ୍ରହ୍ମା ସେଇ ବିଷ୍ଣୁ, ସେଇ ହଉଛନ୍ତି ମହେଶ୍ୱର। ଆପଣ ଘରେ ଥିଲେ, ଆପଣଙ୍କ ପୁଅ ଡାକୁଥିଲା ଆପଣଙ୍କୁ ବାପା। ଆପଣ ଯେତେବେଳେ ଅଫିସରେ ପହଞ୍ଚିଲେ ଆପଣଙ୍କୁ ଲୋକମାନେ ଡାକିଲେ ବାବୁ କି ସାରେ। ବାବୁ ତ କେହି କହୁନାହାନ୍ତି, ସାରେ। ଯଦି ବନ୍ଧୁ ଘରେ ପହଞ୍ଚିଲେ ସେ ବାବୁ କହିବ କିଏ ଆଇଛନ୍ତି କି? ନା ଆମ ଶଳା ଆଇଛନ୍ତି। କିନ୍ତୁ ଲୋକଟି ଜଣେ, ଯିଏ ଗଢିଛନ୍ତି ଏ ଦୁନିଆକୁ, ସେଇ ପାଳନ କରୁଛନ୍ତି। ଯେଉଁଦିନ ଆମେ ଅଝଟିଆ ବା ଅବୋଧ ହବା, ସେଇଦିନ ଆମ ଜୀବନ ପାଇଁ ପ୍ରଳୟ ଆସିବ। ସେଇ ଗୀତରେ ଆଉ ଗୋଟିଏ ପଦ ଅଛି, ତୁମରି ହାତେ ଗଢ଼ା ବିଶ୍ୱ ତାଙ୍କର। ଭାଗବତ କହିଲେ ଏତେ ବ୍ୟସ୍ତ କଣ? ମୋତେ ସମର୍ପିଛୁ ତବିତ ଆଉ ଗୋଟିଏ ପଦ କହିଛନ୍ତି, ଶରଣ ନିୟମର ବାରେ ଯଦି ଶରଣ ନବ, ଭଲ କରି ନବ ନା। ଆଉ ଟିକେ ନାକୁ ନବ, ଟିକେ ନାକୁ ଛାଡ଼ିଦବ, ଇଏ କଣ ଶରଣ? କର୍ଣ୍ଣଙ୍କ ପାଖରେ ପହଞ୍ଚିଲେ ଭଗବାନ କୃଷ୍ଣ ଆଉ ଅର୍ଜୁନ ମାୟା ବେଶରେ। ସେ ତ ମାୟାଧର, ବିଭିନ୍ନ ରୂପ ହେଇପାରନ୍ତି। ତେବେ ଆମର ଏଇ ଯୋଉ ରଙ୍ଗ ଲଗେଇକି ଯୋଉ ରୂପ ହଉଛନ୍ତି, ସେ ରୂପ ସିଏ ସବୁ ରୂପ ତିଆରି କରିଛନ୍ତି, ସବୁ ରୂପ ହେଇଯିବେ। ଭାଗବତରେ ଗୋଟିଏ ପଦ ଅଛି, ଜାମାୟା ଦେବେ ଅଗୋଚର জামায়া দেবে। ଆଉ ଗୋଟେ ଭଲ ପଦ ଅଛି, ଆଉ ଗୋଟେ ଭଲ ପଦ ଅଛି, ଜାମାୟା ଦେବେ ଅଗୋଚର। ହଁ, ତା ପଦଟା ହଉଛି କଣ? ମାୟା ସଂସାରେ ଯାର ଲୀଳା
এই মায়া সংসার ভিতরে রହି ଆମକୁ ଭଲ ମଣିଷ ହବାକୁ ହବ। ଆର୍ଯ୍ୟ ଋଷିମାନେ କହିଛନ୍ତି ସୁମନୁଭବ, ଭଲ ମଣିଷ ହୁଅ। ଶିବାନନ୍ଦ କହିଲେ ବି ଗୁଡ୍ ଡୁ ଗୁଡ୍। ଆମେ ଯଦି ହବା ନାହିଁ ଆମକୁ କରିବ କି? ତେଣୁ ଭଲ ମଣିଷ। ବାୟା କହିଲେ କେବଳ ଲାଭ ପୂଜା ପ୍ରତିଷ୍ଠାକୁ ନେଇ ତୁମେ କେବେ ହେଲେ ଭଲ ମଣିଷ ହେଇପାରିବ। ମୋର ଲାଭ ଦରକାର, ପୂଜା ଦରକାର, ପ୍ରତିଷ୍ଠା ଦରକାର। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସିଏ ମଧ୍ୟ ତାଙ୍କ ବାଣୀରେ କହିଲେ ଅର୍ଥ ଯଶ ମାନ ପାଇବା ଆଶାରେ ମୋତେ ଠାକୁର ସଜେଇ ଭକ୍ତ ହୁଅ ନା। ସେ କହିକି ଦେହତ୍ୟାଗ କରିଗଲେ। କିନ୍ତୁ ଏବେ ଯୋଉ ଭକ୍ତମାନଙ୍କୁ ଆମେ ଦେଖୁଛୁ ସେ ବାଣୀ ଗୋଟାଏ ଆଡ଼େ, ଆଙ୍କ କାମ ଗୋଟାଏ। ସେଇ ଭାଗବତ ଆଗରୁ କହିଛନ୍ତି ବିଷୟା ଯାହାର ଜନ ସୁଲତାନ ମାହମୁଦ ନାମକ ଜଣେ ଇସଲାମ ଶାସକ ଆମକୁ ଶାସନ କରୁଥିଲେ। ଆମ ସୋମନାଥ ମନ୍ଦିର, ଗୁଜୁରାଟର ସୋମନାଥ ମନ୍ଦିରରେ ବହୁ ସୁନା ଥିଲା। ତାକୁ ସବୁ ଯାକ ନେଇଗଲେ। ସବୁ ଯାକ ନେଇଗଲା ପରେ ତାଙ୍କର ମରଣ ସମୟ ଆସିଲା। ସେ କ'ଣ କଲେ? କହିଲେ ସେ ଯୋଉ ସୁନା ଗୁଡାକ ମୁଁ ଭାରତରୁ ଆଣିଛି ତାକୁ ମୋ ମୁଣ୍ଡ ଉପରେ ସବୁ ରଖ, ମାନେ ମୁଣ୍ଡ ପାଖରେ। ମୁଣ୍ଡ ପାଖରେ ରଖାଗଲା। ଇଏ ମୁଣ୍ଡ ପାଖରେ କାହିଁକି ରହିବ? ସିଏ କହିଲେ ମୁଁ କେତେ କଷ୍ଟ କରି କେତେ ଲୋକଙ୍କୁ ମାରି ରକ୍ତ ବୁହାଇ ମୁଁ ଏ ସୁନା ରୂପା ସବୁ ଆଣିଥିଲି। ବର୍ତ୍ତମାନ ମୁଁ ମରିବି, ଇଏ ସୁନା ରୂପା ତ ମୋ ସାଙ୍ଗରେ ଯିବେନି। ତେଣୁ ସଜ୍ଜନ ସେ କହିଲେ ଏମିତି ବାବୁ ବାବୁ ତାଙ୍କର ଜୀବନ ଦୀପ ଲିଭିଗଲା। এইଭଳି ଭାବରେ ଅନେକ କଥା ରହିଛି। ଆମ ଓଳାଶୁଣୀର ଅରକ୍ଷିତ କହିଲେ ଦିନେ ଯୁଗଳ ଲୀଳା ଭାଙ୍ଗିବ
ଚେତେଇବା ପାଇଁ ବହୁ କଥା କହିଯାଇଛି, କିନ୍ତୁ ଆମେ ପ୍ରକୃତରେ ଶିଖିନୁ କିମ୍ବା କାହାକୁ ଶିଖଉ। ଏଇ ଯୋଉ ମାସା ଘାଇରୁ ମୁଁ ଆସିଲି, ଗୋଟିଏ ପିଲା ଯୁବକ ଜଣେ, ତାକୁ 20-22 ବର୍ଷ କି 25 ବର୍ଷ ହବ, ସିଏ କିଛି ପିଲାଙ୍କୁ ଏକତ୍ର କରି ମଦ ଖାଇବା, ଗଞ୍ଜେଇ ଖାଇବା, ଗୁଟୁକା ଖାଇବା ସବୁ ଛଡ଼େଇ, ସନ୍ଧ୍ୟାବେଳେ ପ୍ରାର୍ଥନା କରିବା, ବଳିଆର ଯେତେ ଲେଖା ତାକୁ ସବୁ ସେ ପଢୁଛନ୍ତି। ତେଣୁ ସଜ୍ଜନ ଏଇଭଳିଆ ଜଣେ ଯୁବକ, ଏଇଭଳିଆ ଜଣେ ମଣିଷ ଆମ ସମାଜ ପାଇଁ ଆବଶ୍ୟକ। ये भारत माटी होती वीर माटी, ये माइटिया माटी नुह, वर्षाणं भारत श्रेष्ठ। आमे जो उत्कल प्रदेश रे जन्म हेतु आमे भी छोटिया नुहे, उत्कल को कुआई देश। वर्षाणं भारत श्रेष्ठ देशानां उत्कल, उत्कलस्य समदेश देश नास्ति वही। आमे एठी भागवत टुंगी भांगी साइलु, किंतु आसाम रे देखिबे शंकर देव लिखिथिले, मूल लेखा होउची व्यास संस्कृत रे लिखिथिले। शंकर देव ताकू आसामी भाषा रे लिखिथिले, जगन्नाथ दास ओडिया भाषा रे लिखिथिले। किंतु आमे आदि भागवत भूली गलो। भागवत जदि मने रखीजु हे किछि नो, किंतु सेमाने किंतु मने रखिदेले शंकर देवंकर भागवत। जदि आमर ग्रह पीड़ा पइला, कौन सी ज्योतिष कहले तमे भागवत पढ़िले तमर ग्रह दशा मेंटी जीव, तापर पढ़ा है मासे 2 मास खंडे। एमंत कथा नुहे, ये कथा नुहे। नमोई नृसिंह रण नृसिंह चरण कौन? सत्य जुगरे नर हरि, त्रेतया जुगरे राम आउ हनुमान। हरि कहले मर्कट, द्वापर जुगरे राधा हरि, हरि कहले कृष्ण। कली जुगरे गौर हरि, हरि बोल।
କ'ଣ ତାକୁ ବେଶୀ ଆଉ ଲମ୍ବେଇ କହିହେବନି। କାହିଁକି ଲମ୍ବେଇକି କହିହେବନି ଆପଣ ଦେଖୁଛନ୍ତି। ସତ୍ୟ ଯେମିତି ମୁଁ ଗୋଟାଏ ବଡ଼ ଗାୟକ କିମ୍ବା ଗୋଟାଏ ବଡ଼ ସିଙ୍ଗର ଆଜିକାଲି କହୁଛନ୍ତି। ମୁଁ ସବୁଦିନେ ଗାଉଛି, ଏମିତି ଗାଉଛି ଯେ ମୋ କଣ୍ଠ ଆଉ ଫିଟୁ, ଜୀବ ସବୁ ଘା ହେଇଗଲା। ତଥାପି ଲୋକମାନେ କହୁଛନ୍ତି ଆଜ୍ଞା ଟିକିଏ ପାଦ ପକେଇ ଆସନ୍ତୁ। ବୋଲି କ'ଣ ପାଦଟାକୁ ଆମେ କାଟିକିରି ନେବ ନା କ'ଣ? ଆରେ ମୁଁ ତ ଯାଇପାରିବିନି, ତମେ କ'ଣ ମୋତେ ପାଦ ପକେଇବାକୁ ନେଉଛ? ତାହେଲେ ନିଅ, ପାଦକୁ କେମିତି କାଟିକି ନେଉଛ ନିଅ। ତେଣୁ ସଜ୍ଜନ, ଆମ କେନ୍ଦ୍ରାପଡ଼ାରେ ବର୍ତ୍ତମାନ ଦେଖିବେ ଏ ମୁଣ୍ଡରୁ ସେ ମୁଣ୍ଡ ଯାକେ ମାନେ ସବୁଆଡ଼େ କେବଳ ବଳିଆକୁ ଡାକୁଛନ୍ତି। ଆରେ କେତେ କୁଆଡ଼େ ଯିବି? ମୁଁ କ'ଣ MP ହେବି ନା କ'ଣ? ମୁଁ ଯଦି MP ହେବି ବୈଜୟନ୍ତ ବାବୁ କ'ଣ କରିବେ ବା ଅଭିନବ ବାବୁ କ'ଣ କରିବେ? ତେଣୁ ସଜ୍ଜନ, ଭଗବାନ କହିଛନ୍ତି କର୍ମ ମୋହର ମୂଳ ବୀଜ, ଯେହ୍ନେ ଅଙ୍କୁରି ଉଠେ ତେଜ। ଆମେ କର୍ମବାଦୀ ହବା, ଭାଗ୍ୟକୁ ମନେ ରଖିବା, କିନ୍ତୁ ଯଦି ସତ କର୍ମ କରିଥିବା ତାହେଲେ ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟରେ ପରିଣତ ହେବ। ଏଇଠି ଦେଖନ୍ତୁ କେମିତି ସେ କହିଲେ ନମଇ। ଏ ନମଇର ଅର୍ଥ କ'ଣ? ନମସ୍କାର କର। ଆମେ ତ ଆଜିକାଲି ହ୍ୟାଣ୍ଡସେକ୍ କରୁ, ଖାଲି ହ୍ୟାଣ୍ଡସେକ୍। ଆଉ ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂଟା ବେଶୀ କହୁଛନ୍ତି। ଏ ସବୁ କଥାକୁ ଛାଡ଼, ନମଇ, ଏ ନମଇଟି ଯଦି ଆଲୋଚନା ହବ, ଇଏ ସେବକ ପାଇଁ ମୁଁ ଜଣେ ବିରାଟ ପଣ୍ଡିତ ନୁହେଁ, ବିରାଟ ଜ୍ଞାନୀ ନୁହେଁ, ମୁଁ ଆପଣମାନଙ୍କର ସନ୍ତାନ, ମୁଁ ଆପଣମାନଙ୍କର ସେବକ। ଏଇ ଧରା ଧରିତ୍ରୀର ଗୋଟେ ସାଧାରଣ ମଣିଷ, କିନ୍ତୁ ମୁଁ ଭାବିଛି କୋଉ ବହିରେ ପାଇନି କିମ୍ବା କାହାଠାରୁ ମୁଁ ଶିଖିନି। ନା କ'ଣ କରୁଛନ୍ତି? ନମଇ ଏଇ ତିନୋଟି ଅକ୍ଷରକୁ ବ୍ୟାଖ୍ୟା କଲେ ସେ ମଧ୍ୟ ମୁଁ କହିପାରୁନି, 2-3 ଦିନ ସମୟ ଯିବ। ନରେ କ'ଣ? ଏଠି ତ ଅନେକ ସାଧୁ ସନ୍ଥ ମାନେ, ପଣ୍ଡିତ ମାନେ ସବୁ ବସିଛନ୍ତି, ଅଭିଜ୍ଞ ଲୋକ ଶିକ୍ଷାବିତ୍ ମାନେ ବସିଛନ୍ତି। ସେମାନେ ଏହାକୁ ଯଥେଷ୍ଟ ଭାବରେ ବି ବିଚାର କରିପାରିବେ। ନଟି କ'ଣ? ନମସ୍କାର। ନଟି କ'ଣ? নম্রতা। পুଣି নটি କ'ଣ? ସଂଖ୍ୟା। ସଂଖ୍ୟାଟି କ'ଣ? 9 ପ୍ରକାରର ଭକ୍ତି। ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ
ବନ୍ଦନମ୍ ଆପଣମାନେ ବର୍ତ୍ତମାନେ ଶୁଣୁଛନ୍ତି, ଭଲ କଥା ଶୁଣୁଛନ୍ତି। ଆପଣମାନେ କୀର୍ତ୍ତନ କରୁଛନ୍ତି, କୀର୍ତ୍ତନ କରି ମତେ ଆଣିଲେ। ଶ୍ରବଣ କୀର୍ତ୍ତନ ଅର୍ଚ୍ଚନ। କାଲି ସକାଳୁ କିଏ ପଚାରିବ ବଳିଆ ଆସିଥିଲା କ'ଣ କହିଲା, ଆପଣ ମନେ ରଖିଥିଲେ ସେଇ କଥାକୁ କହିବେ। ବଳିଆ ଏଇଆ କହିଲା, ସେଇ ଗୋଟେ କହୁଛି ବଡ଼ କୀର୍ତ୍ତନ। ଅର୍ଚ୍ଚନ ଆପଣମାନେ ଭାବୁଥିବେ ଅର୍ଚ୍ଚନ ମାନେ ଗୁଡ଼ାଏ ଫଟୋ ଆମେ ରଖିଛୁ, ତାକୁ ଫୁଲ ଚନ୍ଦନ ଦେଇ ପୂଜା କରୁଛୁ, ସେ ସବୁର କିଛି ଆବଶ୍ୟକ। ଗୋଟିଏ ଫଟୋ ରଖିଲେ ଯଥେଷ୍ଟ। ଫୁଲ ଚନ୍ଦନ ରେ ପୂଜି ତେବେ 9 ପ୍ରକାର ଭକ୍ତି, ଆକୁ ଆପଣମାନେ କହିବେ 9 ପ୍ରକାର, ଏତେ ଗୁଡ଼ାକ ଭକ୍ତି କେମିତି କରିବୁ? ଆପଣ ସବୁଦିନ 3-4 ପ୍ରକାର ଭକ୍ତି କରୁଛନ୍ତି। ତେଣୁ ସମୟର ସ୍ୱଳ୍ପତା ଦୃଷ୍ଟିରୁ ମୁଁ ତାକୁ ବିଶଦ ଭାବରେ କହିପାରୁନି। କେବଳ ମନେ ରଖନ୍ତୁ, 9 ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ। ବଳିଆ କ'ଣ କହିଲା ତାକୁ ଯଦି ଏମିତି ଆପଣ ମନେ ପକେଇବେ, ସେ ମନେ ପଡ଼ିବ। ଏଠି ମନେ ନ ପକେଇଲେ ଭୁଲିଗଲେ ଆଉ। ତେବେ 9 ପରେ କ'ଣ ମଟି କ'ଣ? ହଉଛି ମନ। ମନର 4ଟା ବିଭାଗ: ସୁମନ, କୁମନ, ବିମନ, ଅମନ। ଇଏ କଥା ଶୁଣିଲେ ଆଜିର ଯୁବକମାନେ କହିବେ, ଆରେ ବାବୁ କୁମନ କ'ଣ, ସୁମନ କ'ଣ, ଅମନ କ'ଣ, ବିମନ କ'ଣ? ଆର କଥାଟି ତାକୁ ଟିକେ ଅଡୁଆ ହବ। ସୁମନ କହିଲେ ଏଇ ବର୍ତ୍ତମାନ ଆପଣ ଯୋଉ ମନରେ ବସିଛନ୍ତି, ବର୍ତ୍ତମାନ ଆପଣମାନଙ୍କ ଭିତରେ ସୁମନ ଜାଗିଛି। ତେଣୁ ଆପଣ କଥା ଶୁଣନ୍ତୁ। କୁମନ ମାନେ କୁ କହିଲେ ପୃଥିବୀ। ପୃଥିବୀ ପାଇଁ, ରାଷ୍ଟ୍ର ପାଇଁ ଯେଉଁମାନେ କାମ କରୁଛନ୍ତି ସେଇମାନେ ହେଉଛନ୍ତି କୁମ। ସେଇମାନଙ୍କର ମନଟା ହେଉଛି କୁମ। ବିମନ କ'ଣ? ଗୋଟିଏ କର୍ମ ସରିଲା ପରେ ଆଉ ଗୋଟିଏ କର୍ମ କରିବା ପାଇଁ ଯେତେବେଳେ ଆମେ ତତ୍ପର ହେଇ ଉଠୁ, ସେଇଟା ହେଉଛି ବିମନ। ଅମନ କ'ଣ? ସନ୍ଧ୍ୟା ଆସିଲା କିମ୍ବା ଆପଣଙ୍କୁ ଯେତେବେଳେ ସମୟ ହେଲା, ଭାଗବତର ସେଇ କଥାଟିକି ମନେ ରଖି ଯଦି କରନ୍ତେ ବହୁତ ଭଲ। ସମ ଆସନେ ବସି ଧୀରେ ସମୀର ଜେନି ଜାନୁଜୁ
ସେଠି ତ ମା ବଇଛନ୍ତି, ବାବା ମାନେ ବଇଛନ୍ତି, ବଳିଆ କଣ କହିବ? ଇଏ ଯୋଉ ପଦ ଦି ପଦ ଗାଇଦେଲି, ଇଏ କଣ ଛୋଟିଆ ପଦ? ଆ ଅର୍ଥ କୋଉଠି? ଦୃଢ଼େ ସ୍ଥାପିବ ବେଳ ଜାଣି, ସେଇଠି ରହିଗଲା ତତ୍ତ୍ୱ। ହଁ, ଆପଣ ସମାସନ କରିପାରିବେ, ସମୀର ଜନ୍ମେ କଳେବରେ, ସେଇଟା ବି ହବ। ସମ ଆସନେ ବସିଥିଲେ ସମୀର ଜନ୍ମେ କଳ, ଜାନୁ ଯୁଗଳେ ଦେଇ ପାଣି, ସେଇଟା ବି ହବ। କିନ୍ତୁ ଦୃଢ଼େ ସ୍ଥାପିବ ବେଳ ଜାଣି, ସେଇ ମହାପୁରୁଷ ମାନେ ସେଇ ପଦଟାକୁ ପ୍ରତ୍ୟକ୍ଷ ଭାବରେ କରିଛନ୍ତି ବୋଲି ସେମାନେ ମହାପୁରୁଷ ହେଇଛନ୍ତି। ସମସ୍ତେ କଣ ମହାପୁରୁଷ ହେଇ? ଆପଣମାନେ କହିବେ ଆମେ ଗୃହୀ ସଂସାରୀ ଲୋକ, ଆମେ ତ କରିପାରିବୁନି। ସେଇ ଭାଗବତ କାଳେ ଆପଣମାନଙ୍କୁ କଷ୍ଟ ହବ, ସେଥିପାଇଁ ଭାଗବତ ଆଗରୁ କହିଲେ ଗୃହ କରିବ କେମିତି ରହିବୁ? ଗୃହ କର୍ମ କରିକି କେମିତି ନିରୋଳାରେ ରହିବୁ? ତାକୁ ବି ବୁଝେଇଲେ ଭାଗବତ। ପଙ୍କିଳ ଜେହ୍ନେ ପଙ୍କେ ଥାଇ, ତା ଦେହେ ଆପଣ ମାନେ ଏଠି ଘଣ୍ଟାଏ ହେଲା ବସିଲେ କି କେତେ ସମୟ ହେଲା ବସିଲେ? କେମିତି ବସିଲେ? ଆପଣଙ୍କ ଘର ଅଛି, ସ୍ତ୍ରୀ ପୁଅ ଝିଅ ନାତି ନାତୁଣୀ ସମସ୍ତେ ଅଛନ୍ତି, କିଛି ଟଙ୍କା ବି ଥିବ, କିଛି ସୁନା ବି ଥିବ, ତାକୁ ସବୁ ଛାଡ଼ି ଛୁଡ଼ି ଦେଇକି ବସିଛନ୍ତି ନା। ଆପଣ ଚାହିଁଲେ ବା ଆମେମାନେ ଚାହିଁଲେ ଆମେ ଏଇ ଗୃହ ସଂସାର ଭିତରେ ରହି ଆମେ ସେଇ ଭଗବତ କୃପା, ଗୁରୁ କୃପା ନିଶ୍ଚିତ ପାଇବ। ସେଥିପାଇଁ କହିଲେ ମାୟା ସଂସାରେ ଧୀରା ତେଣୁ ଆପଣ ମାନେ ଏମିତି ଗୁଡ଼ାଏ ବନ୍ଦନା ବା ଏମିତି ଲମ୍ବା ଲମ୍ବା ପ୍ରାର୍ଥନା ଆପଣଙ୍କୁ ଆସିବନି। ଯଦି ନ ଆସିଲା ନାହିଁ, ଖାଲି ଓମ୍ କହିବେ, सकल मंत्र मध्य सार विधान दुनिया रे जिते मंत्र अच्छी उद्धव मन रख ओंकार होची सर्वश्रेष्ठ मंत्र। गीता भी कहे ओम इत्ये काक्षरं यही
ଏହିଭଳି ଭାବରେ ଆମକୁ ଭାଗବତ କଥା ସେ ଯୋଉ କଥା ହଉ ଆମକୁ ଆପଣ କହିବେ ରାମାୟଣ ରାମାୟଣ ଆଉ କ'ଣ ରାମାୟଣ ହିଁ ଭାଗବତ ଭାଗବତ ହିଁ ରାମାୟଣ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ସିଏ ଯିଏ ସତ୍ୟ ଶାନ୍ତି ଦୟା କ୍ଷମା ସିଏ ଗ ଅକ୍ଷରରେ କ'ଣ ଗୁରୁ ଗୋବିନ୍ଦେ ଦିଅ ମନ ଆଉ ଭାଗବତ ପଢି ସାରିଲା ବେଳେ କ'ଣ ପଢନ୍ତି ଗୋବିନ୍ଦ 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 ଗ କହିଲେ ଗୁରୁ ଗ କହିଲେ ଗୋବିନ୍ଦ ଗ କହିଲେ ଗଙ୍ଗା ଗ କହିଲେ ଗାୟତ୍ରୀ ଗ କହିଲେ ଗୋମାତା ଯୋଉଗୁଡାକ ଆଜି ଭାରତ ବର୍ଷ ଠାରୁ ପୃଥିବୀ ଯାକ ହଣା ହଉଛନ୍ତି ଯେଉଁମାନଙ୍କୁ ରାସ୍ତାରେ ଆପଣମାନେ ଛାଡ଼ି ଦେଉଛନ୍ତି ସେ ଘାସ ଏ ଘାସଟା ପାଉନାହାନ୍ତି ସବୁତ ପକ୍କା ରାସ୍ତା ଘାସ କୋଉଠି ପାଇବେ ଏମିତି କ'ଣ ପ୍ଲାଷ୍ଟିକ ଫ୍ଲାଷ୍ଟିକ ଚୋବେଇକିରି ପଡ଼େ ରହୁଛନ୍ତି ଏଇ ହେଉଛି ଅପରାଧ ଏ ଅପରାଧକୁ ସେ ବିଶ୍ୱ ନିୟନ୍ତା ସହିପାରିବେନି ସେ ଆମକୁ ଆମ ଦୋଷ ପାଇଁ ଆମକୁ ଦଣ୍ଡିତ କରୁଛନ୍ତି ଯେମିତି କରୋନା ସେମିତି ସେ ଦଣ୍ଡ ଦେବା ପାଇଁ ଆଉଛନ୍ତି ଆମେ ଦଣ୍ଡ ଭୋଗିଲା ବେଳେ ଭଗବାନ ଭଗବାନ ହଉଛୁ ଦଣ୍ଡ ମୁକ୍ତ ହେଇଗଲେ ପୁଣି ଭୁଲି ଯାଉଛୁ ଇଏ ହଉଛି ଭା ଆଉ ଗ ବ କହିଲେ ଧୋରେ ବାଇ ଧୋ ପାଗଳା ମଣିଷ ନିଜକୁ ଧୌତ କର ଚରିତ୍ରକୁ ସଂଶୋଧନ କର ନିଶା ମାଦକ ଭଳି ରାକ୍ଷସକୁ ବଦ୍ଧ କର ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କର ଗଛ ଲଗାଅ ଜଙ୍ଗଲ ବଞ୍ଚାଅ ଜୀବମାନଙ୍କୁ ବଞ୍ଚିବାକୁ ଦିଅ ଏତିକି ଯଦି ହେଇଗଲା ତାହେଲେ ଆମ ଭାଗବତ ପାଠ ବି ସାର୍ଥକ ହେଲା ଆଜି ଯଦି କୃଷ୍ଣ ଆସିବେ ପୁଣି ଥରେ ଭାଗବତ କହିବା ପାଇଁ ସେ କୋଉଠି କହିବେ ସିଏ ଯଦି ଖୋଜିବେ
उत्तर प्रदेशर सही वृंदावन जोटी अनेक बाबाजी वैष्णव माने बोलुच से वर्तमान कौन वृंदावन अच्छी खाली कोठा आउ मंदिर तेणु सी आउ भागवत न कहीकि आम जाऊँ से कदम्ब वृक्ष नहीं जमुना जदि अच्छी से जल दूषित हो जाए तेणु सज्जन आमे निज भितरे निजको शोधन करिबा धोरे बाइया धो जेउ कियारी रे गहर मांडिया यही मांडिया यही गौ कियारी रे गहर मांडिया से कियारी रे यही चक्र को टिके ध्यान कर तेणु सज्जन आम कह पिला एबे करिया 5 वर्ष पर करिया सेमती हबनी बाई चढ़े की जा चढ़ई बसाए नासार दुईटी द्वार ये जाऊची आउची जाऊची आउची जेते बड़े मन हला रहीगले जीव परमंकर विचार चलो ये घरू हो जा बाहर पड़े फिर कौन हम तू कुमुसी आर तत्व कौन आर तत्वटा कौन भागवत अच्छी ये कोई वृक्षे पक्षी यही भितर अछंती दुईटी पक्षी गोटे खाऊची आ गोटे अनेई अने केत जगह अने उड़िकी पलैला ये उड़िकी पलैब ये कहे तू कौन मत छाड़िकी पलैब ना मुझी बोली तू सीना खाऊलु मु बर्तमान जाऊ तू कौन खाऊ खा यही भली भावरे ओडियार लोक कथा भितरे भागवत गीता सबु किछि अछि ये गाँव नाटी दिखाई कंटिया मु काली कौ कौ मार्सा गाय कहली कंटिया कंटिया गोटे पिला दिने मु देखी से माछटा ता नाटा हूँ कंटिया कंटा माछ कंटा जदि लगिज तम खाइबा भी सबुदिने सरी तेणु माछ खाइला बेले टिके देखी चाहिए खाइब सेथिपाई आमे सबुदिने पढ़ू ये जीवन भूल पाई क्षमा दियो हे गोसा कहले मस्तिष्क
ये मस्तिष्क भितर कौन अच्छी बुद्धि विवेक आउ ज्ञान भागवत कहते आ बुद्धि विवेक ज्ञान बोले तेणु सज्जन आम गोटे कथा जाचु बोली एमती कहू आपण मैंने एमती बसी एमती शुणुवे ना ना एमती समय को पुणी सम्मान दबा देखु सज्जन माने ये माने ये कहूली आज्ञा टिके खाली पाद पकईदे ये पादटा केमी मु पकईबी तेणु सज्जन ये ग्राम को आज नुहे प्रथमे आसी साइकल रड उपरे साइकल जो आगे रड गोलक बोली गोटे भक्त थिले से नहीं जाए कंटिया गाँ तापर आसिली कौथरे आउ मने पड़ुनी तापर आउ थरे आई ट्रक डाला ऊपर से आज से पक्का रास्ता न माटी रास्ता से दालुओ चाष हो मशा जाओ अकम्ब से आज आपण मान पाखक आई तेणु ये ग्राम से गाँटी ना कौन मन पड़ूनी यही पाख गाँटा बटे जुआड़ को अनेली खाली देखिली झील गुड़िए गोटाए पुओ भी देखिली मु पचारि राम बाबू बर्तमान बंचित ये राम ये कौन खाली झील गुड़ाक तुम गाँव में कौन पुओ ना कि ना आज्ञा होने खाली झील जन्म होली पुओ जन्म हेले बलिया आसो आज मु आज से गाँव में पुओ जन्म हेले तेणु कथा जाए स्मृति रहे यही गाँव गोटे स्कूल मोर किसी अवदान ना मु खाली हाँ मारी यही गाँव पुओ हरिबाबू मुझे शिष्य बोली भावे ना से मोर संगीत सेवक तांकर देह सुस्थ हवा परे आमे आउ से कंठर बितान शुणु ता गीत किए बोलिले मोर ता कथा मने पड़े यही मासा गाई तो किए बोलूला मोर अति प्रिय लोक थिले मते हसांती मोर समस्त कथा से मने रखिचंती से होचंती उद्धवा किंतु प्रारब्ध आज तांको घरे शुआई तेणु हमरी गाँ छोटिया ना अलपतार काया भाविले थरे तेणु सज्जन ये ग्राम एक आदर्श ग्राम हो जो पुओ झील मान बसीच संकल्प निय
ଜୀବନରେ ମଦ୍ୟ ମାଦକ ଖାଇବ ନାହିଁ। ସେ ହଉଛି ଅସୁର। ତୁମେ କଣ ତାକୁ ଖାଇବ, ସେ ତମକୁ ଖାଇବ। ପରିବାରକୁ ବୈକୁଣ୍ଠ କର, ଆଉ ମନ୍ଦିର କରିବା ଆବଶ୍ୟକ ନାହିଁ। ପରିବାର ହଉଛି ଆମ ମନ୍ଦିର, ଜୀବନ ହଉଛି ଆଉ ଗୋଟେ ମନ୍ଦିର। ତେଣୁ ପିଲାମାନେ ଶୃଙ୍ଖଳିତ ହେଲେ ଦେଶ ଜାଗିବ, ଆଉ ରାଜ୍ୟ ଜାଗିବ, ସବୁ କଥା ହବ। ଏଇ କିଛି ଦିନ ପୂର୍ବରୁ ଏଠି ପ୍ରୋଗ୍ରାମଟି ସ୍ଥିର ହେଇ ସାରିଛି ବହୁତ ଦିନ। ଆଉ ଗୋଟିଏ ଗାଁ କଣ ମନେ ପଡୁନି, ସେ ଢୋଲ ନା କଣ, ଆଉ ସେ ଜଣେ ବାବୁ ଯାଇ ବସିଲେ, ଆଉ ମାନେ ବଜ୍ରାସନ କରି ବସିଲେ। ଆଉ ଆପଣ ପାଦ ପକେଇବେ। ଆଉ ବଜ୍ରାସନ କରି ଯେତେବେଳେ ବସିଲେଣି, ମୁଁ କହିଲି ହଉ ଯିବା ଆଉ କଣ। ତେଣୁ ସଜ୍ଜନ, ମୁଁ ଆସିଲି ନାହିଁ ତାର ଅର୍ଥ ନୁହେଁ ମୁଁ ସେ ଅନୁଷ୍ଠାନକୁ ଗୋଟେ ପର ଅନୁଷ୍ଠାନ ବା ଦୁଶ୍ମନ ବୋଲି ଭାବିଛି। ସେଠି ଯୋଉ ସାଧୁ ସନ୍ଥ ମାନେ ଆସିଥିଲେ ସେମାନେ ମଧ୍ୟ ପୂଜ୍ୟା। ସେଠି ମା ବି ଯାଇଥିଲେ। ମୋର କହିବା କଥା, ଗୋଟେ କଲେଜ ହଉ ସ୍କୁଲ ହଉ, ଜଣେ ଶିକ୍ଷକ ଅଙ୍କ ପଢେ, 45 ମିନିଟ ପଢେ, ତାପରେ ଆଉ ଗୋଟେ ସବଜେକ୍ଟ ଆରମ୍ଭ। ଯଦି ଗୋଟିଏ ମଞ୍ଚରେ ଆମେ ସମସ୍ତେ ଗୋଟିଏ ପ୍ରକାର କଥା କହିବୁ, ଲୋକ କଣ ତାକୁ ମନେ ରଖିବେ? ଖାଲି ଆମେ ବୁଲିକିରି କହିବୁ ସିଏ ଠାକୁର ରାଜା ଆଇଥିଲେ, ସିଏ ଶଙ୍କରାଚାର୍ଯ୍ୟ ଆଇଥିଲେ, ସିଏ ଅମୁକ ବାବା ଆଇଥିଲେ। ତେଣୁ ଯେତେବେଳେ ଏଇଭଳିଆ କାର୍ଯ୍ୟକ୍ରମ କରିବେ, ମୋତେ ଡାକିବେ ସାଧୁ ସନ୍ଥଙ୍କର ଦର୍ଶନ ପାଇଁ। ମଞ୍ଚ ଉପରେ ମୁଁ ବସିବିନି, ଯେମିତି ବାବୁମାନେ ମୋର ଚେୟାରରେ ବସିଛନ୍ତି, ସେଇଠି ଗୋଟେ ଚେୟାର ଦେଇଦେବ, ମୁଁ ବସିକିରି ସାଧୁ ସନ୍ଥଙ୍କୁ ଦର୍ଶନ କରେ। ଭାଗବତରେ ଲେଖା ଅଛି, କୀଟ ପତଙ୍ଗ ଖଗ ମୃଗ ସାଧୁ ଦର୍ଶନେ ମୋକ୍ଷ ଯୋଗ। ସାଧୁକୁ ଯେବେ ଭବ ସାଗର। ତେଣୁ ବିଶ୍ୱର ଶାନ୍ତି ପାଇଁ ଓମ୍ ନମ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିବେ। ଜୀବନକୁ ସୁସ୍ଥ ରଖିବା ପାଇଁ ମଦ୍ୟ ମାଦକ ଠାରୁ ଦୂରେଇ ଯିବେ। ବାଡ଼ି ବଗିଚାରେ ବର୍ଷା ଦିନ ଆସିଲେ ବଳିଆର ଦକ୍ଷିଣା ହଉଛି ଗଛ। ଗଛ ଲଗେଇବେ, ତା ନାଁ ବରଂ ବଳିଆ ଗଛ ଦେବେ, ମୋ ନାଁରେ ଗଛ ଦିଅ। ନିଜର ବାପ ମାଙ୍କ ନାଁରେ, ନିଜର ପୁଅ ଝିଅଙ୍କ ନାଁରେ ବାଡ଼ି ବଗିଚାରେ ଗଛ ଲାଗ। ତେଣୁ ପରିବେଶ ବର୍ତ୍ତମାନ ବିଷାକ୍ତ। ପରିବେଶ ହେଉଛନ୍ତି ସ୍ୱୟଂ ଶିବ। ତେଣୁ ଏମିତି ବହୁତ କଥା, ଗୀତା ଭାଗବତ ରାମାୟଣ ମୋ ପାଇଁ ସବୁ ସମାନ। ଆମର କିଛି ଅଭାବ ନାହିଁ, ସମସ୍ତେ ଅଛନ୍ତି। ଏଇ ଓଡ଼ିଶାରେ ବି ଅଛନ୍ତି, ବେଦବିତ୍ ବ୍ରାହ୍ମଣ ଅଛନ୍ତି, ସିଦ୍ଧ ଶାବକ ସାଧୁ ସନ୍ଥମାନେ ଅଛନ୍ତି, କବି ଲେଖକ ଅଛନ୍ତି, ସମସ୍ତେ ଅଛନ୍ତି। କିନ୍ତୁ ଆମର ମନୋବୃତ୍ତି ଟିକେ ଛୋଟ ହେଇଯାଉଛି।
ତେଣୁ ଢୋଲ ଆସିନି। ଯଦି କେବେ ଢୋଲର ଅଧିବାସୀ ମାନେ ମୋତେ ଡାକିବେ, ମୁଁ ମୋର ଆସିକିରି ଚେୟାରଟିଏ ପକେଇ ବସିକିରି ଚାଲିଯିବି। କାରଣ ମୋର କେହି ଶତ୍ରୁ ନୁହନ୍ତି, କିନ୍ତୁ ମୋତେ ଯୋଉଟା ଅଡୁଆ ଲାଗେ ମୁଁ ନକିଲି ହସ ହସିପାରେ ନା। ତେଣୁ ଯଦି କୌଣସି ବ୍ୟକ୍ତିଙ୍କର ମନରେ ଏଇ କଥାଟା ଦୁଃଖ ଦେଇଥାଏ, ତାହେଲେ ବଳିଆ ସେଥିପାଇଁ ଭଗବାନଙ୍କ ପାଖରେ, ବାସୁଦେବଙ୍କ ପାଖରେ କ୍ଷମା ଭିକ୍ଷା କରୁଛି। ଆଉ ଯୋଉ ସାଧୁ ସନ୍ଥମାନେ ସେଠି ଏକତ୍ର ହେଇଥିଲେ, ଆପଣମାନଙ୍କ ମାଧ୍ୟମରେ ସେଇ ସାଧୁ ସନ୍ଥମାନଙ୍କୁ ପ୍ରଣାମ ଜଣାଉଛି। କୀର୍ତ୍ତନ କରିବା, କଥାକୁ ସାଙ୍ଗ କରିବା।